ଧ୍ୟାନ ଓ ପ୍ରାର୍ଥନା ଜାନୁଆରୀ 13, 1914। हे ପ୍ରଭୁ, ତୁ ମୋର ଜୀବନ ଉପର ଦେଇ ଚାଲିଗଲୁ ପ୍ରେମର ଏକ ବିପୁଳ ତରଙ୍ଗ ପରି। ମୁଁ ଯେତେବେଳେ ତା ଭିତରେ କୁଆଡ଼େ ବିଲୀନ ହୋଇଗଲି, ସେତେବେଳେ ଜାଣିପାରିଲି ଅଖଣ୍ଡ ଓ ନିବିଡ଼ ଭାବରେ ଯେ ମୁଁ ତୋ ପାଖରେ ନିଜକୁ ସମର୍ପଣ କରିଦେଇଛି। ଠିକ୍ କେଉଁ ଦିନ ଜାଣେ ନା, ହୁଏତ କୌଣସି ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ନୁହେଁ, ନିଃସନ୍ଦେହ ଭାବରେ ଚିରକାଳ ଧରି ମୋର ମନ, ମୋର ହୃଦୟ, ମୋର ଶରୀର ସବୁକିଛି ତୋ ଉଦ୍ଦେଶ୍ୟରେ ଏକ ଜୀବନ୍ତ ପୂର୍ଣ୍ଣାହୁତି। ଏଇ ଯେଉଁ ବିପୁଳ ପ୍ରେମ ମୋତେ ଘେରି ରହିଛି, ଆତ୍ମ ଉତ୍ସର୍ଗର ଏଇ ଯେଉଁ ଚେତନା, ତା ଭିତରେ ଭରି ରହିଥିଲା ଏକ ବିପୁଳ ସ୍ନିଗ୍ଧ ପ୍ରଶାନ୍ତି, ବିଶ୍ୱଠାରୁ ବି ଆହୁରି ବିପୁଳ। ତା ଭିତରେ ଭରି ରହିଥିଲା ଏକ ଅପୂର୍ବ ମାଧୁର୍ଯ୍ୟ, ଯାହା ଏପରି ତୀବ୍ର ଓ ଅନନ୍ତ କରୁଣାରେ ଏପରି ପରିପୂର୍ଣ୍ଣ ଯେ ମୋର ଚକ୍ଷୁରୁ ଧୀରେ ଧୀରେ ଝରି ଆସିଲା ଏକ ଅଶ୍ରୁଧାର। ସେ ଅନୁଭୂତି ଥିଲା ଦୁଃଖ ଓ ସୁଖର ଅନେକ ଦୂରରେ। ତାହା ଥିଲା ଏକ ଅନିର୍ବଚନୀୟ ଶାନ୍ତିର ଅନୁଭୂତି। ହେ ମହାପ୍ରେମ, ଆମ ଜୀବନର ମର୍ମ, ସକଳ ବିସ୍ମୟର ବିସ୍ମୟ, ତୋତେ ଶେଷରେ ପୁଣି ଫେରି ପାଇଛି ଏବଂ ପୁଣି ଥରେ ତୋରି ଭିତରେ ମୁଁ ଜୀବନ ବିତାଉଛି। କିନ୍ତୁ ପୂର୍ବାପେକ୍ଷା କେତେ ଅଧିକ ଶକ୍ତି ସହ, କେତେ ଅଧିକ ଚେତନା ସହ ବର୍ତ୍ତମାନ ମୁଁ ତୋତେ କେତେ ଅଧିକ ଜାଣେ, କେତେ ଅଧିକ ବୁଝେ। ଯେତେଥର ମୁଁ ତୋତେ ଫେରି ପାଏ, ସେତେଥର ତୋ ସହିତ ମୋ ସଂଯୋଗ ହୋଇ ଉଠେ ଆହୁରି ପରିପୂର୍ଣ୍ଣ, ଆହୁରି ଅଖଣ୍ଡ, ଆହୁରି ସ୍ଥାୟୀ। ଅନିର୍ବଚନୀୟ ସୌନ୍ଦର୍ଯ୍ୟର ହେ ଜାଗ୍ରତ ସାନ୍ନିଧ୍ୟ, ତୁ ପରମ ପରିତ୍ରାଣର ଚେତନା, ମୁକ୍ତିଦାତା, ମହାଶକ୍ତି ତୁ। ମୋର ସମଗ୍ର ସତ୍ତା ଉତ୍ଫୁଲ୍ଲ ହୋଇ ଉଠୁଛି ଓ ଜୀବନ୍ତ ଭାବେ ତୋତେ ଅନୁଭବ କରୁଛି ତା ଭିତରେ। ତା ଜୀବନର, ବିଶ୍ୱ ଜୀବନର ଏକମାତ୍ର ମୂଳତତ୍ତ୍ୱ ହେଲୁ ତୁ। ସମସ୍ତ ଚିନ୍ତା, ସମସ୍ତ ସଂକଳ୍ପ, ସମସ୍ତ ଚେତନାର ତୁ ହିଁ ହେଲୁ ଅନୁପମ ନିର୍ମାତା। ଏଇ ଯେଉଁ ଭ୍ରାନ୍ତିମୟ ଜଗତ, ଏଇ ଯେଉଁ ଘୋର ବିଭୀଷିକା, ତହିଁରେ ତୁ ଆଣିଦେଇଛୁ ତୋର ଦିବ୍ୟ ସଦ୍ବସ୍ତୁ। ତେଣୁ ଜଡ଼ର ପ୍ରତିଟି କଣା ଧାରଣ କରି ତୋର ନିତ୍ୟତାର କିଛି, ତୁ ସନ୍ମୟ, ତୁ ପ୍ରାଣମୟ, ତୁ ଜ୍ୟୋତିର୍ମୟ, ତୋର ହିଁ ରାଜତ୍ୱ।